ଓଡ଼ିଶା ରାଜ୍ୟ ଭେଷଜ ବିଶେଷଜ୍ଞମାନଙ୍କ ସମ୍ମିଳନୀ 2025 ବ୍ରହ୍ମପୁର। ଆସୋସିଏସନ୍ ଅଫ୍ ଫିଜିସିଆନ୍ସ ଅଫ୍ ଇଣ୍ଡିଆ API ଓଡ଼ିଶା ଚାପ୍ଟର ପକ୍ଷରୁ ବାର୍ଷିକ ସମ୍ମିଳନୀ ଆପିକନ୍ ଓଡ଼ିଶା ଷ୍ଟେଟ୍ ଚାପ୍ଟର 2025 ଆୟୋଜିତ ହେବାକୁ ଯାଉଛି। ଏହା 14ରୁ 16 ନଭେମ୍ବର 2025 ପର୍ଯ୍ୟନ୍ତ MKCG ମେଡ଼ିକାଲ କଲେଜ ବ୍ରହ୍ମପୁରରେ ଅନୁଷ୍ଠିତ ହେବ। ଏହି 3 ଦିନର ବୈଜ୍ଞାନିକ ସମାରୋହରେ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ ଆସୁଥିବା 100ରୁ ଅଧିକ ଅନୁଭବୀ ଶିକ୍ଷକ ଓ 500ରୁ ଅଧିକ ଡାକ୍ତର, ଚିକିତ୍ସକ ଓ ସ୍ନାତକୋତ୍ତର ଛାତ୍ର ଯୋଗଦେବେ। ଏହି ସମ୍ମିଳନୀରେ ଡାଇବେଟିସ୍ ଓ ଅନ୍ୟାନ୍ୟ ଜୀବନଶୈଳୀ ସମ୍ପର୍କିତ ରୋଗ, ନୂତନ ନିର୍ଦ୍ଦେଶିକା, ପ୍ରତିଷେଧକ ଓ ଚିକିତ୍ସା, ଉଚ୍ଚ ରକ୍ତଚାପ ଓ ହୃଦରୋଗ, ହୃଦଘାତ, ଧମନୀର ରୋଗ, ହଠାତ୍ ମୃତ୍ୟୁର କାରଣ ଓ ନିରାକରଣ, ସଂକ୍ରାମକ ରୋଗ, ନୂଆ ରୋଗ, ପୁରୁଣା ରୋଗର ନୂଆ ରୂପ, ସମ୍ଭାବ୍ୟ ମହାମାରୀ, ଆଣ୍ଟିବାୟୋଟିକ୍ର କ୍ଷମତାହାନି ଏବଂ ଏଥିପାଇଁ ଆବଶ୍ୟକ ସତର୍କତା, ଥାଇରଏଡ୍ ଓ ଅନ୍ୟାନ୍ୟ ଅନ୍ତଃସ୍ରାବୀ ଗ୍ରନ୍ଥିର ରୋଗ, ଗୁରୁତର ରୋଗ, କର୍କଟ, ମସ୍ତିଷ୍କର ବିଭିନ୍ନ ରୋଗ, ଗୁରୁତର ସଂକ୍ରମଣ, ବାସ୍ତବ ଜୀବନରେ ଦେଖିଥିବା ଜଟିଳ ଓ ଗୁରୁତ୍ୱପୂର୍ଣ୍ଣ ରୋଗୀଙ୍କୁ ନେଇ ଆଲୋଚନା, ଲକ୍ଷ୍ୟ ଅଭିଜ୍ଞ ଓ ନୂତନ ଡାକ୍ତରଙ୍କ ମଧ୍ୟରେ ବୈଜ୍ଞାନିକ ତଥ୍ୟର ଆଦାନ ପ୍ରଦାନ କରିବା, ଗବେଷଣା ଓ ନୂତନତାକୁ ପ୍ରୋତ୍ସାହନ, ଯୁବ ଓ ବରିଷ୍ଠ ଡାକ୍ତରମାନଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବା, ଜୀବନଶୈଳୀ, ରୋଗ ପ୍ରତିରୋଧକ ପଦକ୍ଷେପ, ଯୁବ ଡାକ୍ତରଙ୍କୁ ଉପଯୋଗୀ ଦିଗଦର୍ଶନ ଦେବା। ଆୟୋଜକମାନେ API ଓଡ଼ିଶା ଚାପ୍ଟର ଓ MKCG ମେଡ଼ିକାଲ କଲେଜ ବ୍ରହ୍ମପୁରର ଭେଷଜ ବିଭାଗ ମିଳିତ ଭାବେ ଏହି ସମ୍ମିଳନୀ ଆୟୋଜନ କରିଛନ୍ତି। ଆୟୋଜକଙ୍କ ସଚିବଙ୍କ ବାର୍ତ୍ତା। ଡାକ୍ତର ନିହାର ରଞ୍ଜନ ସାହୁ, ଆୟୋଜକ ସଚିବ, ଆପିକନ୍ ଓଡ଼ିଶା 2025 ଏବଂ ସହଯୋଗୀ ପ୍ରଫେସର ଭେଷଜ ବିଜ୍ଞାନ MKCG MC କହିଛନ୍ତି, ଏହି ସମ୍ମିଳନୀ ହେଉଛି ଜ୍ଞାନ ଓ ସହଯୋଗର ଉତ୍ସବ। ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ବିଶେଷଜ୍ଞମାନଙ୍କ ସହିତ ଆଲୋଚନା ଦ୍ୱାରା ଆମେ ଚିକିତ୍ସା ପଦ୍ଧତିକୁ ସମୃଦ୍ଧ କରିବାକୁ ଚାହୁଁଛୁ। ଏଥିସହିତ ପ୍ରଫେସର SP ମହାନ୍ତି, ବିଭାଗୀୟ ମୁଖ୍ୟ, ପ୍ରଫେସର ସରିତା ବେହେରା, ଏହାସହ ପ୍ରଫେସର SP ମହାନ୍ତି, ବିଭାଗୀୟ ମୁଖ୍ୟ, ପ୍ରଫେସର ସରିତା ବେହେରା, ପ୍ରଫେସର SN ଜାଲି, ପ୍ରଫେସର ସଚ୍ଚିଦାନନ୍ଦ ନାୟକ, ଡକ୍ଟର K ଭାରଟୁଡୁ ଓ ସତ୍ୟରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ବ୍ରହ୍ମପୁରରୁ ସୁନୀଲ। ମୁଁ ଡକ୍ଟର ନିହାର ରଞ୍ଜନ ସାହୁ, ଆମର ଯୋଉ ଏପିକନ୍ ଓଡ଼ିଶା 2025 ଯୋଉଟା ହବ ଆମର ବ୍ରହ୍ମପୁର MKCG ମେଡିକାଲ କଲେଜରେ, ତାର ଅର୍ଗାନାଇଜିଂ ସେକ୍ରେଟାରୀ। ମୁଁ ଅର୍ଗାନାଇଜିଂ ସେକ୍ରେଟାରୀ ହିସାବରେ ମୋର ଯୋଉ ବକ୍ତବ୍ୟ ଆଜି ରଖୁଛି, ସେଥିରେ ଆମର ଓଡ଼ିଶାର ଆଉ ଓଡ଼ିଶା ବାହାରୁ ପ୍ରାୟ 600ରୁ 700 ଜଣ ବିଶେଷଜ୍ଞ ଆମର ଏଇ ଯୋଉ 14 ନଭେମ୍ବରରୁ 16 ନଭେମ୍ବର ପର୍ଯ୍ୟନ୍ତ କନଫରେନ୍ସ ହବ, ସେଥିରେ ପାର୍ଟିସିପେଟ କରିବେ। ଆଉ ଏଇ ଯୋଉ ଆମର ସମ୍ମିଳନୀ ହଉଛି, ଏଥିରେ ମୁଖ୍ୟ ଉଦ୍ଦେଶ୍ୟ ରହିଲା ଆମେ ସବୁ ରୋଗକୁ ଡିସ୍କସନ କରିବୁ, ଆରମ୍ଭ କରି ଜ୍ୱରଠୁ ଆରମ୍ଭ କରି ଜ୍ୱର, ଡାଇବେଟିସ୍, ବ୍ଲଡ ପ୍ରେସର, କାର୍ଡିଓଭାସ୍କୁଲାର ଡିଜିଜ୍, ହାର୍ଟ ଆଟାକ୍, ବ୍ରେନ୍ ଡିଜିଜ୍, ଆଉ ଆମର ଯୋଉ ଆସିଲା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ବି ଆମର ଗୋଟେ ଟପିକ ରଖାଯାଇଛି। ଏବେ ଚାରିଆଡେ ଆମର ଡିସ୍କସନ ରହୁଛି ଯେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ୱାରା କେମିତି ଡାୟଗ୍ନୋସିସ୍ ଇଜିଅର ହବ, ଟ୍ରିଟମେଣ୍ଟ କେମିତି ଇଜିଅର ହବ, ସେ ବିଷୟରେ ବି ଡିସ୍କସନ ହବ। ଆଉ ଆମର ଯେମିତି ସାର୍ କହିଲେ, ଆମର ମୁଖ୍ୟ ଆକର୍ଷଣ ହେଲା ଆମର ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ। ଯେହେତୁ ଏତେ ସାରା ଗେଷ୍ଟ ଆସିବେ, ସମସ୍ତଙ୍କୁ କେମିତି ଆମେ ଆମର ଯୋଉ ଗଞ୍ଜାମ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଅଛି, ତାକୁ କେମିତି ସେମାନେ ସେ ଜାଗାକୁ ଯାଇପାରିବେ, ଦର୍ଶନ କରିପାରିବେ, ସେଇଟା ଗୋଟେ ମୁଖ୍ୟ ଆକର୍ଷଣ ରହିବ। ଆଉ ଲାଷ୍ଟ ଯୋଉଟା ଆମର ରହିଲା, ଯୋଉ ଭାବର ଆଦାନ ପ୍ରଦାନ, ଯୋଉଟା ଆମର ସିନିୟର ପ୍ରଫେସର ମାନେ ଆସିବେ, ଜୁନିୟର ଆସିଷ୍ଟାଣ୍ଟ ପ୍ରଫେସରଠୁ ଆରମ୍ଭ କରି ପୋଷ୍ଟ ଗ୍ରାଜୁଏଟ ଯୋଉ ଆମର ଷ୍ଟୁଡେଣ୍ଟ ଅଛନ୍ତି, ସେମାନଙ୍କ ଭିତରେ ଗୋଟେ ଭାବ ବିନିମୟ ହବ, ଯୋଉଟା କି ପ୍ରତ୍ୟେକ ବର୍ଷରେ ଆମର ଯୋଉ ବାର୍ଷିକ କନଫରେନ୍ସ ହୁଏ, ଏ ବର୍ଷ ଏଇଟା ବ୍ରହ୍ମପୁରରେ ହଉଛି। ସେଇଟା ହଉଛି ସବୁଠୁ ମୁଖ୍ୟ ଉଦ୍ଦେଶ୍ୟ। ଆଉ ଆପଣମାନଙ୍କୁ ଅନୁରୋଧ ରହିବ ଯେ ଆପଣମାନେ ସେଇ 3 ଦିନ ଆସିକି ଆମର ଯୋଉ ଫଙ୍କସନକୁ ମ୍ୟାକ୍ସିମମ୍ କଭରେଜ କରନ୍ତୁ। ଆଉ ଯୋଉ ସ୍ୱାସ୍ଥ୍ୟ ବାର୍ତ୍ତା, ଆମେ ବି ସେଠି ପ୍ରତ୍ୟେକ ଦିନ ଗୋଟେ ସ୍ୱାସ୍ଥ୍ୟ ବାର୍ତ୍ତା ଦବୁ, ଯୋଉଟା କି ଆପଣମାନେ ଆପଣଙ୍କର ପ୍ରିଣ୍ଟ କିମ୍ବା ଇଲେକ୍ଟ୍ରୋନିକ ମିଡିଆରେ ସର୍କୁଲେଟ କରିପାରିବେ। ଧନ୍ୟବାଦ। ନଭେମ୍ବର 14, 15, 16 3 ଦିନ ପାଇଁ ଆମର ରାଜ୍ୟସ୍ତରୀୟ ଭେଷଜ ବିଶେଷଜ୍ଞମାନଙ୍କର କନଫରେନ୍ସ ବ୍ରହ୍ମପୁରରେ ହଉଛି, MKCG ମେଡିକାଲ କଲେଜ ଅଡିଟୋରିୟମରେ ହବ। ସେଇ ସମୟରେ ଆମେ ସବୁ ବିଭିନ୍ନ ରୋଗ ବିଷୟରେ ଆଲୋଚନା କରିବୁ, ଯୋଉଗୁଡାକ ଆମ ପାଇଁ ସମସ୍ୟା, ଯୋଉ ରୋଗ ଆମ ପାଇଁ ସମସ୍ୟା। କିଛି ନୂଆ ଗବେଷଣା ହେଇଛି, ଆମର କୋଉଠି
कोटी को विषय काम चलती से सब विषय विभिन्न आगे आसवे भारत सारा आसवे विभिन्न भारत सारा आसवे से मंतव्य रखिए आम भी किसी अपडेटेड हबू आम जिते क्वेश्चन थी पचारू नुआ पिला जो मैंने आसवे से भी किसी शिखे सहित इंटराक्शन हम तेणु एकाडेमिकाली यहाँ गोटे आमर फेस्टिवल बोली भावी पारती प्रति वर्ष हुए ए वर्ष ब्रह्मपुर पाई पड़े डॉक्टर मैंने सारा ओडिशा आसवे ओडिशा बाहर भी आसवे बाहर जो मैंने आसवे प्राय वक्ता से भाषण देवाई आसवे ओडिशा का जो मैंने आसवे से किसी वक्ता आसती किसी चेयरपर्सन अधिकांश पार्टिसिपेंट जो मैंने शिक्षा वर्तमान समय हम देखा मेडिसिन विभाग गुरुत्वपूर्ण विभाग देखिए प्रथम मेडिसिन विभाग बना जाए ये जो कन्फरेन्स को मुख्य विषय आलोचना हमारे आपण प्रश्न को पड़े आप प्रश्न जिते कहुए जे गोटे लोक फैमिली फिजिशियन फैमिली सर्जन बोली कहते मेडिकल कॉलेज मेडिकल कॉलेज सर्जिकल कॉलेज बोली कहते तो निश्चिंत मेडिकल कॉन्सेप्ट दिन ही मेडिसिन पार्ट गुरुत्वपूर्ण रही लोकर जहाँ किसी गोटे समस्या हेल्ले से कथा मेडिसिन को आसो मेडिसिन आसला पर पचार कि कथा बर्तमान एत डायभरसीफाइड हो गलानी एत नुआ नुआ जिन आसगला सब जिन आयत्त करा संभव नुह जड़े भी सब स्पेशलिस्ट संभव नुह तेणु आम कम हूँ मूल कम हूँ कौटा कौ रोग से चिन्हे द्वितीय कथा कौ जगह चिकित्सा करवा बहुत बड़ा कम कहीं नुआ प्रतिदिन नुआ नुआ जिन बाहर आमको निजे तो अपडेट होगा पड़ो पिला शिक्षा पड़ो बाहर जो मैंने जगह केमती कर जगह उचित से आरण